आज ହେଉଛି विश्व ମ୍ୟାଲେରିଆ ଦିବସ। ପ୍ରତିବର୍ଷ ଏପ୍ରିଲ ମାସର 25 ତାରିଖ ଦିନରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ପାଳିତ ହୋଇଥାଏ ଏହି ଦିବସ। ସାରା ବିଶ୍ୱରୁ ମ୍ୟାଲେରିଆର ମୂଳୋତ୍ପାଟନ ଓ ମ୍ୟାଲେରିଆର ଭୟାବହ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସର ରହିଛି ମୂଳ ଲକ୍ଷ୍ୟ। ଏହି ଦିବସଟିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥାଏ। ନିକଟ ଅତୀତରେ ପ୍ରକାଶିତ ବିଶ୍ୱ ମ୍ୟାଲେରିଆ ରିପୋର୍ଟ ଅନୁସାରେ 2015 ମସିହାରେ ବିଶ୍ୱ ସ୍ତରରେ ଅନେକ ମ୍ୟାଲେରିଆ ଜନିତ ମୃତ୍ୟୁ ରୋଗୀ ଚିହ୍ନଟ ହୋଇଥିଲେ। 2010 ମସିହାରୁ 2015 ମସିହା ମଧ୍ୟରେ ମ୍ୟାଲେରିଆ ରୋଗ ସଂକ୍ରମଣ କ୍ଷେତ୍ରରେ ଶତକଡ଼ା 21 ଭାଗ ହ୍ରାସ ପାଇଥିବା ବେଳେ ମ୍ୟାଲେରିଆ ଜନିତ ମୃତ୍ୟୁରେ 29% ହ୍ରାସ ପରିଲକ୍ଷିତ ହୋଇଥିବା ସୂଚନା ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ମଶାରୀ ଟାଙ୍ଗି ଶୋଇବା, ଘର ଆଖପାଖକୁ ସଫା ସୁତୁରା ରଖିବା ସହିତ ଘର ପାଖରେ ପାଣି ଜମିବାକୁ ଦେବା ନାହିଁ। କିନ୍ତୁ ବର୍ତ୍ତମାନ ନାଳ ନର୍ଦ୍ଦମା ଗୁଡ଼ିକରେ ଅଳିଆ ଆବର୍ଜନା ଓ ପାଣି ଜମି ରହୁଛି। ଏଥିପ୍ରତି ପରିମଳ ବିଭାଗ ଦୃଷ୍ଟି ଦେଉନଥିବାରୁ ଦିନକୁ ଦିନ ମଶାଙ୍କ ସଂଖ୍ୟା ବଢି ଚାଲିଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତେ ସଚେତନ ରହିଲେ ଆଗାମୀ ଦିନରେ ମ୍ୟାଲେରିଆରୁ ମୁକ୍ତି ପାଇବେ। ବୁଗୁଡାରୁ ପୂର୍ଣ୍ଣଚନ୍ଦ୍ର ବାରିଙ୍କ ରିପୋର୍ଟ, ପ୍ରିୟ ନ୍ୟୁଜ।